ସତ୍ୟନାରୀର ଧର୍ମ ଅଧିକ ବିପଦରୁ ଉଦ୍ଧାର କରେ। ମୁଁ ଆଜି ଠିକ୍ ଜାଣି ପଡୁଛି ଏ ରାମ ହେଉଛନ୍ତି ବୈକୁଣ୍ଠ ବିହାରୀ ନାରାୟଣ, ସୀତାମାତା ମହାଲକ୍ଷ୍ମୀ। ତା ନ ହୋଇଥିଲେ ସପ୍ତ ସାଗର ପାରି ହେବା ସମସ୍ତଙ୍କ ପାଇଁ ଅସମ୍ଭବ। ହେ ନାରାୟଣ, ତୁମେ ହିଁ ଆମର ସାହାବର ରକ୍ଷା କର। ରାମଙ୍କ ଶକ୍ତିରୁ ମୋ ମଥାର ତୁମେ ଠିକ କରିଛ ମାତା। ମନରେ ଭୟ ଆସିଲେ ସମସ୍ତେ ଭକ୍ତି କରନ୍ତି, କିନ୍ତୁ ତାଇ ସମ୍ପଦ ବଳେ ନୁହଁ। ଯିଏ ନିଜର ସ୍ୱାର୍ଥ ପାଇଁ ଅନ୍ୟର ନେତ୍ର ଦେଇ ଲୋତକ ନିର୍ଯାତନା ଦିଏ ନିରୀହ ଜନକୁ, ସେ କୋଉ ଠାକୁରଙ୍କୁ ଡାକିଲେ ଭକ୍ତ ହୋଇଯିବ? ଈଶ୍ୱର ତୁମକୁ କ୍ଷମା କରିଦେବେ। କ୍ଷମା ଆମର କଣ ଭଗବାନଙ୍କୁ ଭକ୍ତି କରିବାର ଅଧିକାର ନାହିଁ? ଆଇକିରେ ସେ ପରା ସଭିଙ୍କର, এই সকল জীব জগত তাଙ୍କର ଅଂଶ। ଅବଶ୍ୟ ମାତା, ଅବଶ୍ୟ। ଭକ୍ତି ଏକ ପୋଷାକ ନୁହେଁ ଯେ ଯାହାକୁ ତୁମେ ପୂଜା ପାଠ କଲା ବେଳେ ପରିଚ୍ଛନ୍ନ କରିବ, ତାପରେ ତାକୁ ଖୋଲି ରଖିଦେବ। ତୁ କଣ ଆମକୁ ଘୃଣା କରୁଛୁ? ତାରଣୀ, ଘୃଣା କରୁଛୁ? ଅନ୍ୟମାନଙ୍କ ଠାରୁ ନିଜ ହୋଇ ରହିଲେ ନିଜକୁ ଘୃଣା ଲାଗେ ମା। ନିଜ କର୍ମ କଲେ ସର୍ବଦା ହୋଇଥାଏ ନିଜ। ଆମ ଅପରାଧର କଣ କ୍ଷମା ନାହିଁ? ନିଜେ କର୍ମ ନେଇ ଦିଅ ନିର୍ଯାତନା। ପର ନାରୀ ପାତ କଲୁ ଧନ, ଭାଣ୍ଡଟି କ୍ଷୀର ମିଶିଲେ ହୁଏ ମିଳ। ପାତକ ମିଶିଲେ ପୁନରାସ ଯାଏ ମାନ। नहीं कही है बवाड़ा, आरते नदी तोरी है बहिनी मान। तू कଣ ଆମକୁ ଧିକ୍କାର କରୁଛୁ? ତୋରଣୀ, ଅପେକ୍ଷା କର ମାତା, ଅପେକ୍ଷା କର। ତୁମ କର୍ମର ପୁରସ୍କାର ପାଇବ ନିଶ୍ଚୟ। ଅନ୍ୟମାନଙ୍କ ଅନ୍ତରକୁ ଧକ୍କା ମାରି ତୁମେ କେ ବସି ପାରିବ ନାହିଁ ସେଇ ଉଚ୍ଚର ଆସରେ। ତୁମେ କେବଳ ପାଇବ ନିନ୍ଦା, ଭର୍ତ୍ସନା, ଲାଞ୍ଛନା। ହଁ ମା, ତୁମେ କେବଳ ପାଇବ ନିନ୍ଦା, ଭର୍ତ୍ସନା, ଲାଞ୍ଛନା। ତୋରଣୀ, ଲାଗୁଛି ବିପଦ ବଢି ଆସୁଛି। ପତିଙ୍କ ନିକଟରେ ରକ୍ଷା କରିବାକୁ ପାଉନାହିଁ ଶକ୍ତି। କୋର ଯିବି, କୋର କରିବି, କୋଉଠେଇ ଯାଇକି ଲୁଚିନି ଲୋ ବୋପା ମା। ଲଙ୍କା ପଣା ହନୁ ପରି କୋଟି କୋଟି ବାନର ମାଟି ପଡି ଆସିଲେ। ସେ ଲଙ୍କା ପଣା ହନୁ ଯୋଉ ମଧୁବନ ଭାଗିଲା ପରେ ଯୋଉ ମାଠ ଯାଇଥିଲା ଲୋ ବୋପା, ଆଜି ଆଜି ମୋ ଦେହରୁ ଚାକଟି ଫିନି। ଏ ସ୍ୱର୍ଣ୍ଣମୟ ଲଙ୍କା ଉପରେ ମୁଁ ଆଉ ଜମା ରହିବିନି। এই মুন্ডিয়া করে যাইকি মুক্তি পারি না বাবা মা। আরে সবু সরিগলা মা, সবু সরিগলা। কଣ ହେଇଛି କୁହ?
ଏ ହେଉଛନ୍ତି ମାତା ମହାଲକ୍ଷ୍ମୀ। ତୁମେ କଣ ଚାହ ଏ ଦୋଷଣର ଶିର ଲୁଠିବା ଛଅର ଚଟା ଧରି ମାନବ ଚରଣେ ସିଏ ଦେବତା ମାନଙ୍କୁ ଘଟାଇଛି ପଦେ ତାର ଶିର ନଇବ ନାହିଁ ନାହିଁ। କରୁଛି ଯଦି ମତେ ହତ୍ୟା କର ସ୍ୱାମୀ, କିନ୍ତୁ ମୁଁ ତୁମକୁ ଅତ୍ୟାଚାରୀ ଅନୁରୋଧ କରୁଛି, କ୍ଷାନ୍ତ ହୋଇ